ହ୍ୟାଲୋ ଏଫ୍ରେଣ୍ଡ ତ ସମସ୍ତଙ୍କୁ ସ୍ୱାଗତ କରୁଛି ଗୋଟେ ନ୍ୟୁ ଫ୍ରେଶ୍ ବ୍ଲଗ୍କୁ। ତ ସକାଳୁ ସକାଳୁ ଟିକେ ଦେଖନ୍ତୁ ସବୁ କାମ ସାରି ଗୁନୁକୁ ନେଇକି ଯାଉଛି ଅଙ୍ଗନବାଡ଼ି। ଦେଖନ୍ତୁ ସେ ଯାଉଛି ମୋତେ ପଛକୁ ବୁଲିକି ଅନଉଛି। ତାପରେ ଏଠି ତାକୁ ଆଣିକି ଛାଡ଼ିଦେଲି। ଦେଖନ୍ତୁ ପ୍ରଥମେ ତ ଛୁଆ ଆସିକି ତାଙ୍କ ମାଇଣ୍ଡ ଫ୍ରେଶ୍ କରିବା ପାଇଁ ପ୍ରଥମେ ତ ଖେଳ ଖେଳନ୍ତି। ତ ସିଏ ତାର ଖେଳୁଲା, ମୁଁ ପଳେଇ ଆସିଥିଲି। ତାପରେ ଆସିକି ଏଠି ଲଞ୍ଚରେ ଆଳୁ ଗ୍ରୀନ୍ ମଟର ସବଜି ମାନେ ବନେଇବା ଷ୍ଟାର୍ଟ କରିଦେଇଥିଲି। କରିସାରିକି ମୁଁ ଯାଇଥିଲି ପୁଣି ଗୁନୁକୁ ଆଣିବା ପାଇଁ। ତ ଏଠି ସେ କବାଟ ଦେଇ ଦେଇଛନ୍ତି। ଏଠି ମାଆ ମାନେ ୱେଟ୍ କରିଛନ୍ତି କାହିଁକିନା ସେ ମିସ୍ କହୁଛନ୍ତି ଛୁଆମାନେ ନିଜେ ଖିଆ ଶିଖନ୍ତୁ। ମାଆ ମାନେ ଯାଇକି ଭିତରେ ଡିଷ୍ଟର୍ବ କରୁଛନ୍ତି। ମାଆ ମାନେ ବାହାରେ ବସିକି ମିଟିଂ କରୁଥିଲେ, ମୁଁ ବି ଏଠି ବସିକି ଗପସପ୍ କରୁଥିଲି। କରିସାରିଲା ପରେ ଗୁନୁକୁ ଆଣିକି ଏଠି ତାକୁ ଫ୍ରେଶ୍ କରିଦେଇଥିଲି। କରିସାରିଲା ପରେ ଆମେ ଏଠି ବାହାରେ ବସିକି ଆମର ଲଞ୍ଚ କରିଥିଲେ। ତ ଖରାରେ ଶୀତ ଲାଗୁଛି, ଖରାରେ ବସିକି ଲଞ୍ଚ କରିବା ତ ବହୁତ ମାନେ ବଢ଼ିଆ ଲାଗୁଛି ବାହାରେ, ସେଥିପାଇଁ ଟିକେ ବାହାରେ ବସିକି ଲଞ୍ଚ କରୁଥିଲେ। କରିସାରିଲା ପରେ ଆମେ ଏଠି ରେଡ଼ି ହେଇଯାଇଛେ। ଦେଖନ୍ତୁ ଗୋଟେ ଛୁଆ ବ୍ୟାଗ୍ ଭିତରେ ଚଟୁ ପୁରଉଛି ନେଇକି ଯିବ ବୋଲି, ଛାଡ଼ନ୍ତୁ ତାକୁ ଆଭଏଡ଼ କରନ୍ତୁ। କରିସାରିକି ଆମେ ସବୁ ରେଡ଼ି ହେଇକି ବାହାରି ସାରିଥିଲେ ଡିମାର୍ଟ ଯିବା, କାହିଁକିନା ମାସ ଫାଷ୍ଟରୁ ଆମର ଡିମାର୍ଟର କମ୍ପଲସରି ଯାଉ। ତ ସେଥିପାଇଁ ଆମେ ରାସନ ଆଣିବା ପାଇଁ ଡିମାର୍ଟ ଯାଉଛେ। ତ ଡିମାର୍ଟରୁ ଗୁଣ୍ଡର ବି ଗୁଣ୍ଡ ସବୁ ସରିଯାଇଥିଲା, ମାନେ ସେ ଯେଉଁ ଡେଲି ଗୁଣ୍ଡଟା ଖାଏ ଡ୍ରାଏ ଫ୍ରୁଟ୍ସ ଗୁଣ୍ଡ ସରିଯାଇଥିଲା। ତ କିଛି ରାସନ ବି ସରିଯାଇଥିଲା। ତ ଛୋଟ ମୋଟ ରାସନ ଆମେ ସବୁଠୁ ହିଁ ଘିନି ଆସୁ, କାହିଁକିନା ପଛରେ ଗୁନୁ ବାପାକୁ ଏତେ ମାନେ ଇଏ ହୁଏ ଯେ ଏଟା ନାହିଁ ସେଟା ନାହିଁ ସେଟା ନାହିଁ ଏମିତି କହିତେ ପଡ଼େନି। ତ ମୁଁ ଯାହା ସବୁ ଜାଣିଥାଏ ସେ ସବୁ ଘିନି ଆସେ। ଆଣି ସାରିଲା ପରେ ଆଉ ପଛକୁ ଆମକୁ ଦୋକାନରୁ ଆଣିତେ ପଡ଼େନି। ତ ଏଠି ଆମେ ଉପରକୁ ପଳେଇ ଆସିଥିଲେ। ଆସିକି ସବୁ ଜିନିଷ ସବୁ ଆଣିକି ବିଲ୍ କରିସାରିଥିଲେ। କରିସାରିକି ଟିକେ ଆଇସ୍କ୍ରିମ୍ ଖାଇଥିଲେ। ଏ ଆଇସ୍କ୍ରିମ୍ର ଦାମ୍ ଥିଲା 15 ଟଙ୍କା, ଏବେ 20 ଟଙ୍କା ହେଇଯାଇଛି। ତ ଏଇଟା ଚକୋଲେଟ୍ ଆଉ ଭ୍ୟାନିଲା ଦୁଇଟା ଥିଲା। ତ ସେଥିପାଇଁ ଆମେ ଆଇସ୍କ୍ରିମ୍ ଏଇଠି ଦୁଇଟା ଆଣିଥିଲେ, କାହିଁକିନା ଗୁନୁ ତ ସବୁ ଆଇସ୍କ୍ରିମ୍ ଖାଇବନି, ତାର ତ ଗୋଟିଏ ଜିନିଷ ଦୋସା। ତ ଏଇଠି ଦେଖନ୍ତୁ ଡିମାର୍ଟ ଆଗରେ ହିଁ ଦୋସା ଦୋକାନ। ସେ ତ ଦୋସା ଗୋଟେ ବଡ଼ ଦୋସାଟେ ଦେଇଥିଲେ। ବଡ଼ ଦୋସାଟା ତ ସେ ଖାଇପାରିବନି, ସେଥିପାଇଁ ସେ ଯେତିକି ଖାଇଲା ମୋତେ ଟିକେ ଖୋଇଦେଇଥିଲା। ତ ଦୋସା ବିନା ସେ ଘରକୁ ହିଁ ଯାଇଥିଲା। ତାକୁ କହିଲେ ମୋମୋ ଖାଇବୁନି, ସେ ମନା କଲା ମୋମୋ ଖାଇବିନି, ସେ କେବଳ ହିଁ ଦୋସା ଛଡ଼ା ଆଉ ସେ କିଛି ଜାଣିନାହିଁ। ତ ତାକୁ ଦୋସା ଖାଇସାରିଲା ପରେ ଆମେ ବାହାରିଥିଲେ ଘରକୁ ଯିବା ବାଟରେ ଟିକେ ମେଡ଼ିସିନ ନେଇଥିଲେ। ତ ସେଇ କୁଣ୍ଡିଆ ଲିକ୍ୱିଡ଼ଟା ମୁଁ ନେବାକୁ ଯାଇଥିଲି। ତ ସେ ଯାଇକି ଘିନି ଆସିଲେ। ଆଣି ସାରିଲା ପରେ ଏଠି ସଉଦା ସବୁ ମାନେ ରଖୁଛେ ମିଳେଇକି କ'ଣ ଆଣିଲେ ଛାଡ଼ିଦେଲେ କିଛି। ତାପରେ କରିସାରିଲା ପରେ ଏଠି ମ୍ୟାଗି ଖାଇଥିଲେ, ଅଟା ମ୍ୟାଗି ଆଣିଥିଲି। ସେଥିପାଇଁ କହିଲେ ଆଉ କିଛି ବନେଇବାନି, ଅଟା ମ୍ୟାଗି ଖାଇକି ଆଜି ଡିନରଟା ଚଳେଇଦେବା। ତ ଲଭ୍ ୟୁ ଅଲ୍। ଭିଡ଼ିଓଟି କେମିତି ଲାଗିଲା ନିହାତି ଗୋଟେ ଲାଇକ୍ କରିଦେବେ, ଫଲୋ କରିଦେବେ। ବାଏ ବାଏ, ଜୟ ଜଗନ୍ନାଥ।